ଆଜି ବନେଇବା ବରା। ତ ଫାଷ୍ଟ ମୁଁ ଚଣା ଡାଲିକୁ କିଛି ସମୟ ପାଇଁ ବତୁରେଇ ଦେଇଛି। ତାପରେ ତାକୁ ଧୋଇକି ଗୋଟେ ଗ୍ରାଇଣ୍ଡର ଜାରରେ ଗୋଟା ଜିରା, ଡାଲି, ଅଦା, ରସୁଣ, କଞ୍ଚା ଲଙ୍କା କରିକି ଦରଦରା ଟାଇପ୍ର ପେଷ୍ଟ କରିଦେଇଛି। ପୁରା ପେଷ୍ଟ କରିବାର ନାହିଁ। ତାପରେ ଆମେ ଚାଉଳ ଗୁଣ୍ଡ, ପିଆଜ, ଭୃସଙ୍ଗ ପତ୍ର ଆଉ ବେସନ, ସୁଜି ପକେଇକି ତାକୁ ଭଲ ଭାବରେ ଗୋଳେଇ ଦେବା। ତାପରେ ତାକୁ ଲୁଣ, ଗରମ ମସଲା ଆଉ ଧନିଆ ମସଲା, ଲଙ୍କା ଗୁଣ୍ଡ ଆଉ ଟିକେ ଗରମ ତେଲ ଯେହେତୁ ପକେଇଦେବା, କାହିଁକିନା ଗରମ ତେଲ ପକେଇଲେ ଆମର ବେଶୀ ତେଲ ଆମର ରହିବନି। ତାପରେ ଆମେ କଢ଼େଇ ଗରମ ହେଇ ଆସିଲାଣି, ଏମିତି ବରା ଟାଇପ୍ର ସେପ୍ ଦେଇକି ପକେଇବା। ଦେଖନ୍ତୁ କେତେ ବଢ଼ିଆ କ୍ରିସ୍ପିନେସ୍ ଆସିଛି, ପୁରା ମସ୍ତ। ଆପଣମାନେ ବି ଏମିତି ଥରେ ଟ୍ରାଏ କରନ୍ତୁ, ବହୁତ ହି ଭଲ ଲାଗେ। ଯଦି ମୋ ଚ୍ୟାନେଲଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ଜମା ବି ଭୁଲିବେନି।